ଠାକୁରେ ତ ଥିଲେ କୋଉଠି ଆମର ମିର୍ଜା ଭାଇ ଘରେ। ଆଜ୍ଞା ଠାକୁରେ ମିର୍ଜା ଭାଇ ଘରେ ଥିଲେ। ହଁ କୋଉଠି ଏଠି ଥିଲେ ଆଜ୍ଞା? ରବି ନାରାୟଣ ମିର୍ଜା ଘରେ ଥିଲେ କି ନାଇଁ? ଥିଲେ ଏଇଟା ଅଧାପାଲଟେ ଥିଲେ ଭରା କଥା। ହଁ ଭଡ଼ା କଥା ଯେ ଇଏ ଆମର ପାଲ ଭାଇ ଆଉ ଦର୍ଶନ କରୁଛି କହିଲେ କି ନା ତମକୁ? ଦର୍ଶନ କଲେ? ଠାକୁରଙ୍କୁ ଦର୍ଶନ କରୁଛି କହିଲେ କି ନାଇଁ ସୁକ୍ମରେ? ହଁ ହଁ ହଁ। ଆଉ ତମେ ଯାଇକି ସେଟା ପଚାରିଲ କି ନାଇଁ ଠାକୁର କଣ କହିଲେ? ନାଇଁ ନାଇଁ ସେଟା ତ ସେତେବେଳର କଥା ବୁଝିଲେ କି? ହଁ କହ। ସେତେବେଳର କଥା ସେଟା ଥିଲା। ସେ କହ। ମୋର କଥାଟା ଶୁଣନ୍ତୁ ଆଜ୍ଞା। କାଲିର ଦିନଟା ଯେମିତି କଟିଲା ଆଜି ସେମିତି କଟିବ ବୋଲି ମାନେ ଅଛି କି ଭାଇ? ନାଇଁ ସେତେବେଳେ ତାଙ୍କର ସେଇ ଚିନ୍ତାଧାରା ଭାବଧାରାଟା ଥିଲା ବୁଝିଲେ କି? ଠାକୁରେ ବି ହଁ କହିଲେ। ସେଠାରେ ମୁଁ ମନା କରିବି କିନ୍ତୁ ମୁଁ ଯୋଉଟା ଥିଲି ଜାଣିଛି ଆଜ୍ଞା। ମୁଁ ତ 24 ଘଣ୍ଟା ଥିଲି ନା। ଏଟା ମିଛ କଥା କହିବାଟା କଣ? ଯେ କଣ ହେଲା କି ଆଜ୍ଞା? କଣ ପାଇଁ ପଚାରିଲେ? ତାର ପଚାର ଏଇଟା ସତ କି ମିଛ ବୋଲି ଏଇଟା ପଚାରୁଛୁ ତୁମକୁ। ନାଇଁ ନାଇଁ ସେଟା ସତ କଥାଟା ଆଜ୍ଞା। ପ୍ରଭୁ ଅଣ୍ଟା ପାଦେ ଥିଲା ବୋଲେ ଆମର ହରିପାଲ ଭାଇ ତମେ କହୁଥିଲେ ସୁକ୍ମରେ। ମୁଁ କେତେ ଗୁଡେ କଥା ଆପଣଙ୍କୁ କହିଲି ହେଲା। ସେଠି ଯୋଉ ଟାଇପ ର ଲୀଳା ହେଇଛି ଯାହା ହେଇଛି ନିର୍ଦ୍ଧାରିତ ତ ସେ ଭିତରକୁ ପଶିଲେ ରହିଲା ଲୋକ ଢୋଳେଇଲେ ଧାରା ପାଇଁ ବୁଝିଲେ କି? ଠାକୁରେ ଯାଇଥିଲେ କଣ ତାଙ୍କର ଦର୍ଶନ ଯୋଗୀ ମାନଙ୍କୁ ଦର୍ଶନ ଦେବା ପାଇଁ। ସିଏ ଧାରା ପାଇଁ ଯାଇନଥିଲେ ହେଲା। ତେଣୁ ଯୋଉଟା ଗୀତାରେ କୁହାଯାଉଛି ଯାଦୃଶୀ ଯଶତି ଭାବନା ସିଦ୍ଧିର ବହୁତ ଭାରତ। ଯାହାର ଯୋଉ ଟାଇପ ର ଭାବ ତାକୁ ସେଇ ଟାଇପ ର ସିଏ ଦର୍ଶନ ଦେବେ। ହରିପାଲ ଭାଇ କେମିତି ଅଛନ୍ତି ଆଜ୍ଞା? ହରିପାଲ ଭାଇ କେମିତି ଅଛନ୍ତି? ବଢିଆ ଅଛନ୍ତି। ଏବେ ତ ଗୁରୁ ଶିଷ୍ୟର ଖେଳ ହେକି ହେବ। ଆଜ୍ଞା ଆଜ୍ଞା। ଗୁରୁ ଶିଷ୍ୟର ହେକେ ଯାଉଥିଲେ ଏବେ ଆଉ ଅଧିକା ହେଇଯାଇଛି। ଆଜ୍ଞା ଆଜ୍ଞା। ଆଉ ସେମିତି ତମକୁ ଡାକୁଛନ୍ତି ଝୁରା ଭାଇ ଆସ ପ୍ରଭୁ ପଚାରୁଛୁ ତମକୁ ତମ କହିଲ ତ ଶୁଣନ ନା ବିରତି ଭାଇ